ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ନିର୍ଜଳା ଏକାଦଶୀ ବ୍ରତ କରୁଛନ୍ତି କି? ତେବେ ଏହି 5ଟି ନିୟମ ନିଶ୍ଚୟ ଜାଣନ୍ତୁ, ନହେଲେ ବ୍ରତର ସମ୍ପୂର୍ଣ୍ଣ ଫଳ ମିଳିବ ନାହିଁ। ପ୍ରଥମ ନିୟମ, ଏକାଦଶୀ ଦିନ ଅନ୍ନ, ଚାଉଳ, ଡାଲି ଓ ତାମସିକ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଭଗବାନ ବିଷ୍ଣୁଙ୍କ ନାମ ଜପ କରନ୍ତୁ। ଦ୍ୱିତୀୟ ନିୟମ ହେଲା, ନିର୍ଜଳା ଏକାଦଶୀରେ ସମ୍ଭବ ହେଲେ ଜଳ ଗ୍ରହଣ କରନ୍ତୁ ନାହିଁ, କିନ୍ତୁ ଶରୀର ଅସୁସ୍ଥ ଥିଲେ ନିଜ କ୍ଷମତା ଅନୁସାରେ ବ୍ରତ କରନ୍ତୁ। ତୃତୀୟ ନିୟମ, ଭଗବାନ ବିଷ୍ଣୁଙ୍କୁ ତୁଳସୀ ଦଳ ଅର୍ପଣ କରନ୍ତୁ। ଫଳ ଓ ପଞ୍ଚାମୃତ ଅର୍ପଣ କରନ୍ତୁ। ତୁଳସୀ ବିନା ବିଷ୍ଣୁ ପୂଜା ଅସମ୍ପୂର୍ଣ୍ଣ ବୋଲି ମନାଯାଏ। ଚତୁର୍ଥ ନିୟମ ହେଲା, ରାତିରେ ଭଜନ, କୀର୍ତ୍ତନ ଓ ବିଷ୍ଣୁ ସହସ୍ରନାମ ନିଶ୍ଚୟ ପାଠ କରନ୍ତୁ। ଏହାଦ୍ୱାରା ବିଶେଷ ପୁଣ୍ୟ ଫଳ ମିଳିଥାଏ। ପଞ୍ଚମ ଏବଂ ସବୁଠାରୁ ଜରୁରୀ ନିୟମ, ଦ୍ୱାଦଶୀ ତିଥିରେ ଶୁଭ ସମୟରେ ପାଳନ କରନ୍ତୁ। ପାଳନ ପୂର୍ବରୁ ଭଗବାନଙ୍କୁ ଭୋଗ ଲଗାଇ ତାହାକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ। କୁହାଯାଏ, ଭକ୍ତି ଭାବରେ ନିର୍ଜଳା ଏକାଦଶୀ ବ୍ରତ କଲେ ବର୍ଷର ସମସ୍ତ ଏକାଦଶୀର ଫଳ ଗୋଟିଏ ଦିନରେ ହିଁ ମିଳିଥାଏ। ଜୟ ଶ୍ରୀ ହରି।